ଆପଣ ଦେଖନ୍ତୁ ପାହାଡ଼ ଉପରୁ ଆମେ ଅଛୁ। ପାହାଡ଼ ତଳେ ପାହାଡ଼ ତଳେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଶୋଭାରାଶି କେମିତି ସୁନ୍ଦର ଲାଗୁଛି। ଆମେ ଟିଭିରେ ଦେଖୁଥିବେ, ଏ ଯେଉଁ ଭିଡ଼ିଓରେ ଆମେ ଦେଖାଉଛୁ ଏତେ ପାହାଡ଼ ଏତେ ସୁନ୍ଦର ଲାଗୁଛି। ଖାଲି ଆଖିରେ ଦେଖିଲା ବେଳକୁ ଆମେ ମୋବାଇଲକୁ ସମ୍ପୂର୍ଣ୍ଣ ଭାବେ ଆମେ କ୍ୟାପଚର କରିପାରୁ। ତଥାପି ଆପଣ ଦେଖିପାରୁଥିବେ କେଡ଼େ କେଡ଼େ ପାହାଡ଼, ଗଛ, ତା ଭିତରେ ଦେଖିଥିବେ ଛୋଟ ଛୋଟ ଗାଁ ମାନ ବି ଅଛି। ତା ଭିତରେ ଦେଖନ୍ତୁ ଗୋଟେ ଗାଁ ଦେଖାଉଛି ପୁରା କେତେ ତଳେ ଅଛି। ଆମେ ଦେଖନ୍ତୁ କେତେ ତଳେ ଅଛି ସେ ହେଲା। ଆପଣ ଏଇଠୁ ଅନୁଭବ କରନ୍ତୁ କେଉଁଠି ଅଛୁ। ବାଦଲ ଭିତରେ ଥିବା ବାଦଲ ଦେଖନ୍ତୁ, ବାଦଲ ଟିକେ ମୋତେ ଲାଗୁଛି ପାହାଡ଼କୁ ଛୁଉଁଛି। ଯେ ବାଦଲ, ପାହାଡ଼ ଭିତରେ ଥିବା ବାଦଲ, ପାହାଡ଼ ଉପରେ ଯେଉଁ ବାଦଲ ଚାଲୁଛି ନା, ସେଇଟା ବହୁତ ସୁନ୍ଦର ଲାଗୁଛି। ସତରେ ଯେ ଇନ୍ଦ୍ରଭୁବନ, ଇନ୍ଦ୍ରକୁ ପାଖକୁ ପଳାଇଛୁ, ସ୍ୱର୍ଗପୁରକୁ, ସ୍ୱର୍ଗର ଉପରେ ଆମେ ଅଛୁ। ସ୍ୱର୍ଗ ଭିତରେ ଯେମିତି ପଶିଛୁ, ବାଦଲ ଭିତରେ ପଶିଛୁ, ପାହାଡ଼ ତଳକୁ ଖସୁଛୁ ଧୀରେ ଧୀରେ। ପାହାଡ଼ ତଳୁ ଆମେ ଖସି ଖସି ଯାଉଛୁ। ଆଗରେ ବି ଅଛନ୍ତି, ସେ ଆଗକୁ ହେଲାଣି, ଆମେ ତଳୁ ଖସୁଛୁ। ଏବେ ମୁଁ କ୍ୟାମେରା ବନ୍ଦ କରୁଛି। ପାହାଚ ଚଢ଼ିବାଟା ତଳୁ ଖସି ପାହାଚ ପାଖକୁ ଯିବୁ। ଏଇଭଳି ପ୍ରାକୃତିକ ଦୁନିଆରେ ଆମେ ଅଛୁ। ଦେଖନ୍ତୁ ଏ ପାହାଡ଼ କିଭଳି ଲାଗୁଛି, କେଡ଼େ କେଡ଼େ ପାହାଡ଼ ଦେଖନ୍ତୁ, ପାଖରେ କେଡ଼େ କେଡ଼େ ପାହାଡ଼ ଅଛି। ଜୁମ୍ କରି ଦେଖାଉଛି ପାହାଡ଼ ଏଇ ଟାଇପ୍ର। ଦେଓଗିରି ହଁ ଯାଉଛି, ପାହାଚ ଆସିଗଲା ଆମର ଏଥରକ, ତଳୁ ଖସିବୁ। ଦେଖନ୍ତୁ ଏ ପାହାଡ଼ କେତେ ତୀଖ। ଆମେ ପୁରା ସେଠି ରଖିଛୁ ଗାଡ଼ି, ମାନେ ଆମ ଗାଡ଼ି ଏଇଠି ଅଛି। ଆଉ ଏଇ ତଳେ ବରଗଛ ପାଖରେ ଆମେ ଅଛୁ ବହୁତ ଉପରେ। ପାହାଚ ଆମେ ଚଢ଼ି ତଳକୁ ଖସିବୁ ଏଇନା। ପାହାଚ ନମ୍ବର 1ରେ ପାଦ ଦେଉଛି। ଭାଇମାନେ ଆଗରୁ ସବୁ ଗଲେଣି ଧରି, ମୁଁ ପଛରେ ଅଛି। ମୁଁ ବି ତଳକୁ ଖସି ଯାଉଛି। ଏବେ କ୍ୟାମେରା ବନ୍ଦ ରଖୁଛି। କ୍ୟାମେରା ଯଦି ମୁଁ ଅନ୍ କରିବି, ମୁଁ ବି ଗୋଡ଼ ସ୍ଲିପ୍ କରିପାରେ।